ঘটুছি ঘটিব যাহা লেখা ঘটুছে ঘটিব যাহা লেখা ঘটুছি ঘটিব যাহা লেখা কোদিন প্রভু হব তুম দেখা সেদিন সে যায় করিছি অপেক্ষা সেদিন সে যায় করিছি অপেক্ষা সেদিন সে যায় করিছি অপেক্ষা জীব জীবা যায় তুম কৃপা থায়ু জীব জীবা যায় তুম কৃপা থায়ু জীব জীবা যায় তুম কৃপা থায়ু মাগুনি স্বর্গ পারিজাত হে জগন্নাথ 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 নীলাচল ধাম যাইবু পারুনি যাইমু পারুনি নীলাচল ধাম যাইবু পারুনি এই তু করুতি দণ্ডবত হে জগন্নাথ 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 জয় জগন্নাথ ମିଳିଲା ରାଜୁ ମୁକୁଟ ମିଳିଗଲା ତୋତେ हे मोर दिव्य आत्मा गायक महेश्वर आलोचन खुशी होई सालुणी निवासी रमाकांत स्वाई डाकना हूँ कालु सी क्लास ठिकादार 51 गोटी भारतीय मुद्रा मुक्त स्तर पुरस्कृत कर जाहू से बदाम व्यक्ति को आम धन्यवाद अर्पण करुचु ढुंपा संगीत टू दुई पद कृष्णाय वासुदेवाय देवकी नंदनाय च नंद गोप कुमाराय गोविंदाय नमो नमः कान्हू बाबूंकर तथा आम चैनल जो भाई माने आसुंदी तांकर जीवन आनंदमय छंदमय मधुमय हो मंगलमय हो विकासमय हो ज्योतिर्मय हो जसमय हो बोल आम देखा सबुठ बेसी खुशी लगे आम मनोज ना तो मुझे जापार नी आम कवि कविता को बेसी मन रखा दरकार नहीं या ना मन रखिले आज्ञा निआ नदेले तो पानी देदेवे के आम मले ये आम पाखक जी ना आम पिला तो आम पाखक आसपारे मुझे सबुदिन भावुची पचारि ना पचारि ना कारण ये जो मालती अति सुंदर माल आमको किसी किणा माल मिले ये माल गोटे आनंद अच्छी मन जो बाहर ना बाहर न देखिली बयस तो अच्छी का लाइन फैन भगवान सत्यनारायण महाप्रभु मनोज जीवन को आनंदमय करंतु पारिवारिक जीवन श्रृंखलित करंतु सुखमय करंतु मधुमय करंतु परिवार आनंदमय हो सर्वे बोल आनंद करा देखिए भगवान कृष्ण निर्देश यज्ञ स्थान निरूपण है रईबतक पर्वत हम
ଆଉ ଚାରି ଦିଗକୁ ବଳରାମ ନିଜେ ନିମନ୍ତ୍ରଣ ପଠେଇଲେ ଦକ୍ଷିଣକୁ ପଠେଇଲେ ସାତ୍ୱକୀ ଶାମ କାମ ଗଦ ତାଙ୍କୁ ପଠିଆଗଲା ଆଉ ବର୍ଣ୍ଣନା ତ ବେଶୀ କରିବାନି ରୈବତଙ୍କ ପର୍ବତରେ ଆଜ୍ଞା ଯଜ୍ଞ ହେଲା ନିଜେ କୃଷ୍ଣଙ୍କର ଗୁରୁ ହଉଛନ୍ତି ଗର୍ଗ ପୁରୋହିତ ଧୌମ୍ୟ ଆଜ୍ଞା ଇଏ ରହିଲେ ମୁଖ୍ୟ ଭାବରେ କର୍ତ୍ତା ହେଲେ କୃଷ୍ଣ କର୍ତ୍ତି ହେଲେ କିଏ ତାଙ୍କ ଯୋଉ 8 ଜଣ ରାଣୀ ଅଷ୍ଟ ପଟ୍ଟମହିଷୀ ତାଙ୍କ ଭିତରେ ଜଣେ ସଦାବେଳେ କର୍ତ୍ତା ଆସନରେ ବସନ୍ତି ଯାହାଙ୍କୁ ପ୍ରଜାପତ୍ୟ ବିବାହ କରିଛନ୍ତି ବେଦୀରେ ବାହାଇଛନ୍ତି ସେଇ ଗୋଟିକ ବେଦୀ ବାହା କୃଷ୍ଣ ଜଣଙ୍କୁ ମାତ୍ର ବେଦୀରେ ବାହାଇଛନ୍ତି ଆଉ ସବୁ ଟଣା ଅଟରରେ ଆଉ କାହାକୁ ବେଦୀରେ ବାହାଇ ନାହାନ୍ତି ନା ସେ କିଏ ଗୋଲକ ପ୍ରଦାନ ଲେଖିଛନ୍ତି କଣ ସତ୍ୟଭାମାରେ ଘେନି ମଧ୍ୟ ସତୀ ସତ୍ୟଭାମା ସଙ୍ଗେ ଆଜ୍ଞା ଘେନି ମଧ୍ୟ ସତୀ ସତ୍ୟଭାମା ସଙ୍ଗେ କୁଶ ପାଣି ହେଲେ ହରି ଆପଣଙ୍କୁ ଧର୍ମଦାନ କରନ୍ତି ଆଜ୍ଞା ଜଣେ ଯାକୁ ସ୍ୱୀକାର କରିବାକୁ ପଡିବ 100 ବାର ସ୍ୱୀକାର କରିବାକୁ ପଡିବ ସେ ହଉଛନ୍ତି ଆପଣଙ୍କ ଧର୍ମପତ୍ନୀ ଆମକୁ ଧର୍ମଦାନ କରୁଛି ସଧର୍ମିଣୀ ବିନା ଯଜ୍ଞ କରିବା ନିଷେଧ ଶାସ୍ତ୍ରେ ନାନା ମୁନି ମତେ ହୋଇଛି ବିଭେଦ ଆପଣ ପ୍ରଥମେ ଶ୍ରାଦ୍ଧ କୋଉଦିନ ଦେଲେ ବିବାହ କରି ଚତୁର୍ଥୀ ଦିନ ଶ୍ରାଦ୍ଧ କଲେ ଯୋଉଦିନ ଆମେ ଆମ ବୋହୂକୁ ସପିଣ୍ଡି କଲେ ସେ ପିଣ୍ଡ ଦେବା ପାଇଁ ସକ୍ଷମ ହେଇପାରିଲେ ତେଣୁ ତାଙ୍କର ଆଦର୍ଶ ନାରୀ ହଉଛନ୍ତି ସତ୍ୟଭାମା ସତ୍ୟଭାମାଙ୍କୁ ଘେନି କୁଶ ପାଣି ହେଲେ ହରି କୁଶ ମୋଟୁ ଲଗେଇ ବସିଲେ କର୍ତ୍ତା କର୍ତ୍ତି ଘୃତାହୁତି ଯୋଗେ ଜଳିଲା ଯଜ୍ଞାଗ୍ନି ଯଜ୍ଞ ଆଜ୍ଞା ଚାଲିଲା ତାଙ୍କର ବନ୍ଧୁ ଆଉ ସାଥୀ ମାନେ ଆସୁଛନ୍ତି ମନ୍ତ୍ର ପାଠ ହେଲା ପଢିବୁ ଓಂ ଅଗ୍ନାୟ ସ୍ୱାହା ଇଦଂ ଅଗ୍ନାୟ ଓಂ ବରୁଣାୟ ସ୍ୱାହା ଇଦଂ ବରୁଣାୟ ଓಂ ଶୂଳାୟ ସ୍ୱାହା ଇଦଂ ସାମାୟ ଆରେ ଟିକେ ପାଇ ଧରା କଣ ମୁସଳାୟ କଣ କହିଲୁ ତୋ ନାଁ ଆହୁତି ଦଉଛୁ ମୁଁ ପୁରା ବାହା ହେଇନଥିଲି ଭିଡିକି ନେଇ ଯାଇଥିଲି ଏଠି ଗୋଟେ ମନ୍ତ୍ର ପାଠ କରି ଆଜ୍ଞା ଦେଖିବେ ଭଗବାନ ବଳରାମ ଦେଖିଲେ ଦୁର୍ଯ୍ୟୋଧନ ତାର 100 ଭାଇ ସହିତ ଆସି ପହଞ୍ଚିଲେ ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିଶ୍ରବା ବିକର୍ଣ୍ଣ ସବୁ ପହଞ୍ଚନ୍ତି କିନ୍ତୁ ପାଣ୍ଡବଙ୍କ ଭିତରେ 4 ଭାଇ ପହଞ୍ଚନ୍ତି ଦ୍ରୌପଦୀ ଆସିଛନ୍ତି ଦ୍ରୁପଦ ଆସିଛନ୍ତି କିନ୍ତୁ ଅର୍ଜୁନ ଆସିନି ଅର୍ଜୁନ କୁଆଡେ ଗଲେ ବିଚାର କଲେ ଅର୍ଜୁନ ଗଲା କୁଆଡେ ଆଜ୍ଞା ଯେତେବେଳେ ଯଜ୍ଞ କରୁଥିଲେ ବାସୁଦେବ କୃଷ୍ଣ ସେତେବେଳେ ଅର୍ଜୁନ ନଥିଲେ ଆଜ୍ଞା ଅର୍ଜୁନ ଥିଲେ କୋଉଠି ଇଏ ତନ୍ଦି ବେଶ ଅର୍ଜୁନ ଭ୍ରମିବାର ଆଜ୍ଞା ବାସୁଦେବ କୃଷ୍ଣ କହିଲେ ଭାଇକି କହିଲେ ଭାଇ ଅର୍ଜୁନ ବର୍ତ୍ତମାନ ଦଣ୍ଡି ବେଶରେ ବୁଲୁଛି ଆଜ୍ଞା ଦଣ୍ଡି ବେଶ ଅର୍ଜୁନ ଭ୍ରମିବାର କାଳେ ନିଜ ଅର୍ଜୁନ ଆଜ୍ଞା ଦଣ୍ଡି ସନ୍ନ୍ୟାସୀ ହେଇ ସେତେବେଳେ ଦାକ୍ଷିଣାତ୍ୟରେ ଅଛନ୍ତି ଆଜ୍ଞା କାହିଁକି ଦଣ୍ଡି ସନ୍ନ୍ୟାସୀ ହେଲେ ପାଣ୍ଡବ ମାନେ ଆଜ୍ଞା 2 ଥର ବନବାସ ଯାଇଛନ୍ତି ଥରେ ଆଜ୍ଞା ବନବାସ ଯାଇଛନ୍ତି ଯତୁ ଘରେ ଯେତେବେଳେ ପୁରଞ୍ଜନ ପଣ୍ଡା ଅଗ୍ନି ସଂଯୋଗ ସେତେବେଳେ ବନବାସକୁ ଯାଇଥିଲେ ଆଉ ଥରେ ଦ୍ୟୁତ କ୍ରୀଡ଼ା ହାରିକି ବନବାସକୁ ଯାଇଥିଲେ ଅର୍ଜୁନ ଆଜ୍ଞା 3 ଥର ଯାଇଛନ୍ତି ଥରେ ତ ଯତୁଗୃହ ବେଳେ ଯାଇଛନ୍ତି ବସା ଖେଳ ହେଲା ବେଳେ ଯାଇଛନ୍ତି ଆଉ ଥରେ ଯାଇଛନ୍ତି ସେ ବାରୁଣା ବନ୍ଧରୁ ଏକୁଟିଆ ଯେତେବେଳେ ପାଣ୍ଡବ 5 ଭାଇ ଦ୍ରୌପଦୀ କି ବିବାହ କଲେ ଦ୍ରୌପଦୀ କି ବିବାହ କରିସାରିଲା ପରେ ପ୍ରତ୍ୟେକ ବର୍ଷ ଗୋଟିଏ ବର୍ଷ ଦ୍ରୌପଦୀ ଜଣଙ୍କ ଦେହଦାନ କରିବ ଜଣଙ୍କୁ ଦେହଦାନ କରିବ କିନ୍ତୁ ଅନ୍ୟମାନଙ୍କର ସେବା କରିବ
এই ଯୋଉ ଦ୍ରୌପଦୀ ଭବନରେ ଯୁଧିଷ୍ଠିରଙ୍କର ପାଳି ପଡିଛି। ଦ୍ରୌପଦୀ ପାଳି ପଡିଛି ଯୁଧିଷ୍ଠିରଙ୍କର। ଭାଇମାନଙ୍କ ସହିତ ସତର୍କତା କରାଯାଇଛି ଦ୍ରୌପଦୀ ଭବନକୁ ଅନ୍ୟ ଭାଇମାନେ ଯାଇପାରିବେ, କିନ୍ତୁ ଯଦି କୌଣସି ଭାଇ ଦ୍ରୌପଦୀ ସହିତ ଥାଏ ଅନ୍ୟ ଭାଇ ଯାଇକି ପହଞ୍ଚେ ତାହେଲେ ସେ 12 ବର୍ଷ ବନବାସ ଯିବ। ସଂକେତ ସଭା ବିନୋଦରେ ଲେଖାଯାଇଛି ବର୍ଷେ ବନବାସ ଯିବ। ଆଜ୍ଞା ଥରେ ଅର୍ଜୁନ ସେଇ ବାଟ ଦେଇ ଯାଉଥିଲେ, ଦେଖିଲେ ଦ୍ରୌପଦୀଙ୍କ ଭବନରେ କେହି ନାହାନ୍ତି। ତାର ସଂକେତ ହଉଛି ପାଦୁକା। ଯଦି ଚପଲ ଥୁଆ ହେଇଛି ପାଦୁକା ଥୁଆ ହେଇଛି ତାହେଲେ ସେ ହଉଛି ସଂକେତ। ଦେଖିଲେ ପାଦୁକା ଥୁଆ ହେଇନି, କଣ କଲା ଜାଣିଲେ ଦ୍ରୌପଦୀ ଭବନରେ କେହି ନାହାନ୍ତି। ଅର୍ଜୁନ ତା ଭିତରେ ପ୍ରବେଶ କଲେ। ଦେଖିଲେ ଯୁଧିଷ୍ଠିର ଦ୍ରୌପଦୀକି ଆଲିଙ୍ଗନ କରି ବସୁଛନ୍ତି, ଚମକି ପଡ଼ିଲେ। ଯୁଧିଷ୍ଠିର କହିଲେ ଅର୍ଜୁନ ତୁ କଣ କଲୁ? ତୁ ଆରେ ମୋର ପାଦୁକା ଥିଲା ନା, ଆଉ ତୁ ଜାଣିଛୁ ସର୍ତ୍ତ ହଉଛି ଗୋଟିଏ ବର୍ଷ ବନବାସ ଯିବା କଥା ପାଳନ କରିବାକୁ ହେଲେ ଭାଇ ମୁଁ ଦେଖିଲି ପାଦୁକା ନାହିଁ। ନାହିଁ ତ ଆଜ୍ଞା ପାଦୁକାକୁ ଚୋରି କରାଯାଇଛି। କିଏ ସେ ଚୋରି କିଏ କରିଛନ୍ତି? ସେ ହଉଛନ୍ତି ଅଗ୍ନି। ଅଗ୍ନି ପ୍ରଜ୍ୱଳିତ ବନ୍ଦେ ଜାତ ବେଦ ହୁତାସନମ୍ ସୁବର୍ଣ୍ଣ ବର୍ଣ୍ଣ ମମରଂ ଧାତାର ବିଶ୍ୱୋନ୍ମୁଖ। ଆଜ୍ଞା ଅଗ୍ନି ଘିଅ ଖାଇଥିଲେ ଶ୍ଵେତରାଜାଙ୍କ ଯଜ୍ଞରୁ। ଶ୍ଵେତରାଜାଙ୍କ ଯଜ୍ଞରୁ ଏତେ ଘିଅ ଖାଇଛନ୍ତି ତାଙ୍କୁ ବ୍ୟାଧି ହେଲା, ଲୁଦୁବୁଦୁ ବ୍ୟାଧି। ସେ ଅଶ୍ୱିନୀ କୁମାରଙ୍କୁ ପଚାରିଲେ, ସ୍ୱର୍ଗ ବୈଦ୍ୟଙ୍କୁ ପଚାରିଲେ, କହିଲେ ଏ ରୋଗ ପାଇଁ ନା ଏ ରୋଗ ପାଇଁ ଔଷଧ କେବଳ ମର୍ତ୍ତ୍ୟପୁରରେ ଅଛି। କୋଉଠି? ଖାଣ୍ଡବ ବନରେ। ଖାଣ୍ଡବ ବନ ହଉଛି ଇନ୍ଦ୍ରଙ୍କ ବନ। ସେ ଖାଣ୍ଡବ ବନକୁ ଯିଏ ଦହନ କରିବ ତମ ରୋଗ ଶାନ୍ତି ହବ। ଖାଣ୍ଡବ ବନକୁ ଦହନ କରିବା ପରି ଜଣେ ବ୍ୟକ୍ତି ଅଛି। ସେ ବୀର କିଏ? ସେ ହଉଛନ୍ତି ଅର୍ଜୁନ। ସେ ତ କେମିତି ଆସିବେ? ତମେ ଯଦି ଅର୍ଜୁନକୁ ବନବାସକୁ ନେଇ ଆସିପାରିବ ତାହେଲେ ତମ କାମନା ସଫଳ ହବ। ଆଜ୍ଞା ନିଜେ ଅଗ୍ନି ଗୋଟିଏ କୁକୁର ହେଇ ଯୁଧିଷ୍ଠିରଙ୍କ ଜୋତାକୁ ଚୋରି କରିନେଲେ। ଯାକୁ ଜାଣିଲେ ଯୁଧିଷ୍ଠିର। ଆପଣ ମାନଙ୍କୁ ମୁଁ ଦୁଇଟି ପଦ କହିବି ଯାହାକୁ ଲେଖିଛନ୍ତି ଜଗନ୍ନାଥ ଦାସ ମହାଭାରତରେ। ଜଗନ୍ନାଥ ଦାସ ଗୋଟିଏ ମହାଭାରତ ଲେଖିଛନ୍ତି ନବାକ୍ଷରରେ, 9ଟା ଅକ୍ଷରରେ। ଆଜ୍ଞା ଯୁଧିଷ୍ଠିର ଜାଣିଲେ ଏ ପାଦୁକା ଘେନି ଗଲା ସ୍ୱର ଧର୍ମ ଆଜ୍ଞା ପାଦୁକା ଘେନିଗଲା ଶ୍ୱାନ। ଆଜ୍ଞା ପାଦୁକାକୁ ହରଣ କରିଛି କୁକୁର। ଯୁଧିଷ୍ଠିର ଜାଣିଲେ, କହିଲେ ଶ୍ୱାନ ତୁ କଣ କଲୁ? ମୁଁ ମୋ ସ୍ତ୍ରୀ ସହିତ ରମଣ କଲା ବେଳେ ମୋ ଭାଇ ଦେଖିପାରିଲା, ମୋର ପ୍ରୀତିକି ତୁ ଦେଖେଇଛୁ। କୁକୁର ଜାତିକୁ ଅଭିଶାପ ଦେଇଥିଲି। ଯୁଧିଷ୍ଠିର କଣ ଦେଲେ? ଇଏ ତୋର ପିରତି କାଳେ କାଳେ ये जगत जन देखो जोरे जगत जन देखो जोरे जगत जन देखो जोरे कहिले तोर पिरती काले काले जगत जन देखो जोरे रे कुकुर तू जो प्रीति करिवु जगत जाक लोक देखिबे। आपण कुकुर को देखु नांती? हां वंश से कोन घरे प्रीति करे ना, जोठी बजार घाट मनीष थिबे सेठी प्रीति करिवे। युधिष्ठिरଙ୍କର ଅଭିଶାପ। युधिष्ठिर अभिशाप ଦେଇଥିଲେ तू जेमिति मो प्रीति की मो भाई की देखैलु तो प्रीति की संसार वंश परंपरा लागि रहिला। आज्ञा ये थिला अभिशाप। हां निजे अर्जुन गोटे वर्ष ପାଇଁ ବନବାସ ଯାଇଛନ୍ତି ଆଉ ବନବାସ ପୂର୍ଣ୍ଣ ହେବା ପାଇଁ ଅଳ୍ପ ସମୟ ବାକି ଅଛି। ଅଛନ୍ତି କୋଉଠି? ଆଶ୍ରମ କରି ଅଛନ୍ତି ତୁଙ୍ଗଭଦ୍ରା ନଦୀ କୂଳ। ଆଜ୍ଞା ଦାକ୍ଷିଣାତ୍ୟରେ ଗୋଟେ ନଦୀ ଅଛି ତୁଙ୍ଗଭଦ୍ରା ନଦୀ। ଏବେ ବି ତୁଙ୍ଗଭଦ୍ରା ନଦୀ ଦାକ୍ଷିଣାତ୍ୟରେ ଅଛି। ଏଇ ତୁଙ୍ଗଭଦ୍ରା ନଦୀ କୂଳରେ ଅର୍ଜୁନ ଅଛନ୍ତି। ଏ କଥା କୃଷ୍ଣ ଜାଣନ୍ତି, ବଳରାମ ଜାଣନ୍ତି, କୃଷ୍ଣଙ୍କ ପରିବାର ବି ଜାଣନ୍ତି। ଆଉ କିଛି ସେ ଦିନ ପରେ ଅର୍ଜୁନ ବନବାସରୁ ଫେରିବେ। ଠିକ ସେତିକି ବେଳେ ଯଜ୍ଞ ହଉଛି। କୃଷ୍ଣ କହିଲେ ବଡ ଭାଇ କି ବଡ ଭାଇ ଆମେ ତ ଯଜ୍ଞ ପୂର୍ଣ୍ଣାହୁତି ଯେତେବେଳେ ହବ ସେଇଦିନ ଆମେ ନିର୍ଣ୍ଣୟ ନବା ଆଉ ଏଇଠି ସିଦ୍ଧାନ୍ତ ଦବା ଆମେ ସୁଭଦ୍ରାକୁ ଦବା।
ସୂର୍ଯ୍ୟଙ୍କ ଦେଖିଦେବା ପୁଣି ଆମେ ନିର୍ବନ୍ଧଟା ସେଇଠି ସାରିଦେବା ନାଇଁ କଥାଟା ଫାଇନାଲ ହେଇଯିବ ନା ଯଜ୍ଞ କର ଦୁର୍ଯ୍ୟୋଧନକୁ ଆମ ଭଉଣୀକି ଦବା ଆଜ୍ଞା ଯଜ୍ଞର ଦ୍ୱିତୀୟ ଦିନ କୃଷ୍ଣ ଦେଖିଲେ କିଛି ନିମନ୍ତ୍ରଣ ନ ପାଇଥିବା ବ୍ୟକ୍ତି ଆସି ପହଞ୍ଚିଲେ ସେ କିଏ ସଂଗ୍ରାମ କରାଇ ଗୋସିଂହ ସହିତ ଆଜ୍ଞା ଗୋସିଂହ ଦୈତ୍ୟ ଗୋସିଂହ ଦୈତ୍ୟ ଆଜ୍ଞା ଗୋସିଂହ ଦୈତ୍ୟ ଯିଏ ଦାକ୍ଷିଣାତ୍ୟ ରାକ୍ଷସ ପୁରୀର ରାଜା ଗୋସିଂହ ଦୈତ୍ୟ ସୈନ୍ୟ ନେଇ ଆସି ଯଜ୍ଞରେ ପହଞ୍ଚିଲା କୃଷ୍ଣ ଡାକିଲେ କହିଲେ ସାତ୍ୱକୀ ଇଆଡେ ତୁ ଦାକ୍ଷିଣାତ୍ୟକୁ ଯାଇଥିଲୁ ଯାଇଥିଲି ଆଜ୍ଞା ନିମନ୍ତ୍ରଣ ଦେବାକୁ ଆଜ୍ଞା ଗୋସିଂହ ପାଇଁ ତ ନିମନ୍ତ୍ରଣ ନଥିଲା ନାଇଁ ଆଜ୍ଞା ନଥିଲା ଯେ ମୁଁ ବଡ ବିପଦରେ ପଡିକି ଦେଇଦେଲି ଆଜ୍ଞା କାହିଁକି ଦେବୁ ମୁଁ ଆସିଲା ବେଳକୁ ମତେ ଦେଖାହେଲା ମତେ ପଚାରିଦେଲା ମୁଁ ମୃତ୍ୟୁ ଭୟରେ ସବୁ କହିଦେଲି ଆଜ୍ଞା ସାତ୍ୱକୀ ହଉଛନ୍ତି କୃଷ୍ଣଙ୍କର ମିତ୍ର କୃଷ୍ଣଙ୍କର ସାରଥୀ କୃଷ୍ଣଙ୍କର ମନ୍ତ୍ରୀ ସେ ପଚାରିଲେ ଏଡେ ଭୁଲ କେମିତି କଲ ତମେ ବାଉଳାରେ ଭୟରେ କରିଦେଇଛି ଭଞ୍ଜ ଲେଖିଛନ୍ତି କାହିଁକି ସାତ୍ୱକୀ ଆଜ୍ଞା ନିମନ୍ତ୍ରଣ ତାକୁ ଦେଇ ସାତ୍ୱକୀ ଯାଇ ଦୈବ ବସେ ମିଳି ଗୋସିଂହ ଦାନବ ଦେଶେ ଆପଣ ପ୍ରାଣ ରଖିବା ସେ ଜାଗକୁ ବଳିବେ ଆପଣ ପ୍ରାଣ ରଖିବା ସେ ଜାଗକୁ ବଳିବେ ଆଜ୍ଞା ସାତ୍ୱକୀ ଯାଇ ଦୈବ ବସେ ମିଳି ଗୋସିଂହ ଦାନବ ଦେଶେ ସାତ୍ୱକୀ ଯାଉ ଯାଉ ଆଜ୍ଞା ଗୋସିଂହ ଦୈତ୍ୟ ରାଜ୍ୟରେ ପହଞ୍ଚିଲା ଗୋସିଂହ ଦୈତ୍ୟର ରାଜ୍ୟରେ ଯେତେବେଳେ ପହଞ୍ଚିଲା ତାର ଜଣେ ଗୁପ୍ତଚର ତାକୁ ଭିଡ଼ି ନେଲା ନିମନ୍ତ୍ରଣ ପତ୍ର ଅଛି ନିମନ୍ତ୍ରଣ ପତ୍ର ଯେତେବେଳେ ଦେଖିଲା ସେ ରାଜାଙ୍କ ପାଖରେ ନେଇ ପହଞ୍ଚିଲା ଗୋସିଂହ କହିଲା ସାତ୍ୱକୀ ତୋ ପ୍ରଭୁ କୃଷ୍ଣଙ୍କର ଯଜ୍ଞ କହୁଛି ନିମନ୍ତ୍ରଣ ସାତ୍ୱକୀ ଦେଖିଲା ଯଦି ନିମନ୍ତ୍ରଣ ମୁଁ ନଦେବି ମତେ ଖାଇବି ଆପଣ ପ୍ରାଣ ରଖିବା ଆସେ ଜାଗକୁ ଭରି କଣ କରିବି ହେ ବାସୁଦେବ ମୋ ପ୍ରାଣକୁ ରଖିବା ପାଇଁ ଯଜ୍ଞକୁ ଭରଣ କରିଛି କଣ କରିବା କୃଷ୍ଣ ଜାଣିଲେ ବ୍ୟଭିଚାର ହେଇଯିବ ଆଜ୍ଞା ଗୋସିଂହ ମଇଁଷି ମାଂସ ଖାଇଲା ମଦ ପିଇଲା ବେଶ୍ୟା ମାନଙ୍କ ସହିତ ନୃତ୍ୟ କଲା କୃଷ୍ଣ କିଛି କହିପାରିବେନି କାହିଁକି ସେ ନିମନ୍ତ୍ରଣ ପାଇଛନ୍ତି ନିମନ୍ତ୍ରଣ ପାଇକି ଆସିଛନ୍ତି ସେ ଆଜ୍ଞା ଯଜ୍ଞରେ ମଇଁଷି ମାଂସ ଖାଇଲା ମଦ ପିଇଲା ନାରୀଙ୍କୁ ଦର୍ଶନ କଲା ଭୀମ ଦେଖିଲେ ଆରେ ଇଏ କଣ ହେଲା ଇଏ ଯଜ୍ଞର ପାକଶାଳେ ଭୀମ ଧର୍ମେ ଅଧର୍ମେ ଦୁର୍ଯ୍ୟୋଧନ ଧର୍ମେ ଅଧର୍ମେ ଦୁର୍ଯ୍ୟୋଧନ ଆଜ୍ଞା ଯଜ୍ଞର ପାକଶାଳେ ଭୀମ ଯଜ୍ଞର ପାକଶାଳେ ଭୀମ ଥିଲେ ଚାହିଁଲେ ବିଚାର କଲେ ଗୋସିଂହ ହଉଛି ନିମନ୍ତ୍ରିତ ଅତିଥି ହ୍ୟାଲୋ ଖେଡ଼ା ବାରଣା ନିବାସୀ ବୈକୁଣ୍ଠ